କାଳ ସାଜିଲା ପହିଲି ରଜର ପ୍ରଥମ ଭାର। ଭାଇ ଜଣକ ଖୁସିରେ ରଜ ଭାର ଧରି ଭଉଣୀ ଘରକୁ ଯାଉଥିଲା। ଭଉଣୀ ଜଣକ ମଧ୍ୟ ବହୁତ ଖୁସିରେ ଥିଲା, କାହିଁକି ନା ଭାଇ ଏତେ ଦିନ ପରେ ଆସୁଛି। କ'ଣ ହେଲା ଶେଷରେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ ଭାଇ ସହିତ କ'ଣ ହେଲା ଏମିତି ଯେ ଭଉଣୀ ଜଣକ ମୁଣ୍ଡ ପିଟି ପିଟି କାନ୍ଦିଲା। ତେବେ ତା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ, ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଘଟଣାଟି ରଜ ପୂର୍ବ ଦିନ ଭାଇ ଜଣକ ସୁରଟରୁ ଫେରି ପୁରୀରେ ପହଞ୍ଚିଲେ, କାହିଁକି ନା ପୁରୀରେ ତାଙ୍କ ଘର। ଆଉ ଭଉଣୀ ଜଣକ ବାହା ହୋଇଛନ୍ତି କୋରାପୁଟରେ। ସୁଦୂର କୋରାପୁଟ ଏତେ ଦୂରରେ। ଭାଇ ଜଣକୁ ତ ଯେମିତି ହେଲେ ଯିବାକୁ ପଡ଼ିବ, କାହିଁକି ନା ମା ଜଣକ ଫୋନ୍ କରି ଡାକିଛନ୍ତି, ଭଉଣୀର ପ୍ରଥମ ବର୍ଷ ପ୍ରଥମ ରଜ ଭାର ତୁ ଆସିଲେ ନେଇକି ଯିବୁ। ଜାଣିଛୁ ତୋ ବାପା ତ ନାହାନ୍ତି, ଆଉ ମୁଁ ବା କ'ଣ କରିବି। ଜାଣିଛୁ ଛୋଟିଆ ଛୁଆ ସିଏ, ଆଉ ତୁ ଜାଣିଛୁ ତୋ ଭାଇ କଥା, ତେଣୁକରି ତୁ ଆସିକି ପହଞ୍ଚ। ଏମିତି ଫୋନ୍ କରିଥିଲେ। ଘରେ ତାଙ୍କର ମା, ଦୁଇ ପୁଅ ଏବଂ ଗୋଟିଏ ଭଉଣୀ। ଭଉଣୀ ଜଣକ ବାହା ହୋଇଛନ୍ତି 6 ମାସ ହେଲା। ଆଉ ଭାଇ ଜଣକ ସୁରଟରେ ରହି କାମ କରୁଥାନ୍ତି। ଯେତିକି ପଇସା ହେଉଥାଏ ସବୁ ମା ପାଖକୁ ପଠାଉଥାନ୍ତି। ପରିବାର ବେଶ ହସ ଖୁସିରେ ମଧ୍ୟ ଚାଲୁଥାଏ। ଆଉ ଭାଇ ଗୁଡ଼ିଏ ଲୁନିଆ ଲୋନ୍ କରିକି ଟଙ୍କା ସୁଝୁଛନ୍ତି, କାହିଁକି ନା ଭଉଣୀ ବାହାଘର ହୋଇଥିଲା। ଭଉଣୀ ବାହାଘରରେ ଯେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଭାଇ ସୁରଟ ଯାଇ ଧୀରେ ଧୀରେ ସବୁ ସୁଝୁଛନ୍ତି। ଆଉ ଏପଟେ କ'ଣ ହେବ ଯଦି କାମ ଛାଡ଼ିକି ଯିବି, ଏପଟେ ମୋତେ କ'ଣ ହେବ ଭାଇ ଜଣକ ଭାବୁଥାନ୍ତି। ଆଉ ମା ଜଣକ ସେପଟେ କହିଛନ୍ତି ଭଉଣୀର ପ୍ରଥମ ଭାର। ଭାଇ ଜଣକ ମନେ ମନେ ଭାବୁଥାନ୍ତି ଯେ ଇଏ ତ ପାଖ ବାଟ ହେଇନି, ମୋତେ ମିନିମମ୍ 10 ଦିନ ଛୁଟି ନେବାକୁ ପଡ଼ିବ। କ'ଣ କରିବି କ'ଣ ନାହିଁ ଏମିତି ଭାବୁଛନ୍ତି। ଶେଷରେ 10 ଦିନ ଛୁଟି ପାଇଁ କହିଲେ ଏବଂ ବାହାରି ଆସିଲେ ସୁରଟରୁ। ସୁରଟରୁ ଆସି ସିଧା ପୁରୀରେ ପହଞ୍ଚିଲେ ଏବଂ କହିଲେ, ବୋଉ କ'ଣ ତୁ କହୁଛୁ ଭଉଣୀ ଘରକୁ ଯିବି, କିନ୍ତୁ ଏତେ ବାଟ କେମିତି ଯିବି? ବୋଉ ଜଣକ କହିଲେ, ବାବାରେ କ'ଣ କରିବା, ମୁଁ ତ ଯାଇପାରିବିନି, ଆଉ ତୋ ଭାଇଟା ତ ଛୋଟଟେ, କେମିତି କ'ଣ କରିବା କହୁନୁ? ଆଉ ସେଇ ସମୟରେ ତାଙ୍କ ପୁଅ କହିଲେ, ବୋଉ ତୁ ଚିନ୍ତା କରନା, ମୁଁ ମାନା ପାଖରେ ତାର ରଜ ଭାର ପହଞ୍ଚେଇବି। ମାନା ହେଲା ତାଙ୍କ ଭଉଣୀଙ୍କ ନାଁ। ବିକାଶ, ମାନା, ରାକେଶ, ଏମାନେ ଦୁଇ ଭାଇ ଗୋଟିଏ ଭଉଣୀ। ଶେଷରେ ଭାଇ ଜଣକ ନିଷ୍ପତ୍ତି ନେଲେ ଯେ ମୁଁ ଭଉଣୀ ଘରକୁ ଯିବି। ରଜ ଭାର ତା ଘରେ ପହଞ୍ଚିବ। ଆଉ ବୋଉ ମଧ୍ୟ ଖୁସି ହେଇଗଲେ, କାହିଁକି ନା ପ୍ରଥମ ବର୍ଷ ରଜ, ଆଉ ଭଉଣୀ ନୂଆ ନୂଆ ବାହା ହେଇଛି। ଶାଶୁ ଘରେ କେମିତି ଚଳୁଥିବ ସବୁ ପୋଛିକି ଆସିବୁ। ଏବଂ ଆଉ ଗୋଟିଏ କଥା ଶୁଣ, ପହଞ୍ଚିକି ମୋତେ କଲ୍ କରିବୁ, ମୁଁ ମାନା ସହିତ କଥା ହେବି, ଏମିତି କହୁଥିଲେ। ଆଉ ଭଉଣୀ ଜଣକ ମଧ୍ୟ ଖୁସି, କାହିଁକି ନା ଭାଇ ଆସିବ ଏତେ ଦୂରରୁ। ଏତେ ଦିନ ହେଲାଣି ମୁଁ ଘରକୁ ଯାଇନାହିଁ, ଘର ଲୋକ ମଧ୍ୟ ଆସିନାହାନ୍ତି, ଆଉ ମୋ ଭାଇ ଆସୁଛି ଏମିତି କହି ତାଙ୍କ ସ୍ୱାମୀକୁ ଏବଂ ଶାଶୁଘର ଲୋକକୁ ଜଣାଇ ଦେଲେ। ଶାଶୁଘର ଲୋକ ମଧ୍ୟ ଅପେକ୍ଷା କରିଥାନ୍ତି, କାହିଁକି ନା ତାଙ୍କ ବୋହୂର ଭାଇ ଆସିବ ରଜ ଭାର ଧରିକି। ଆଉ ସ୍ୱାମୀ ଜଣକ କହିଲେ, ଠିକ୍ ଅଛି, କିଛି କଥା ନାହିଁ, ଯେଉଁଦିନ ଆସିବେ ତମ ଭାଇ ସେଦିନ ମୁଁ ଅଫିସ ଛୁଟି ନେଇଯିବି। ଆଉ ରଜରେ ମଧ୍ୟ ଆମେ ଖୁବ୍ ସାରା ଏନ୍ଜୟ କରିବା, ଦୁନିଆ ଜାଗାକୁ ବୁଲିବାକୁ ଯିବା। ଆଉ ତମ ଭାଇ ଯେଉଁ ଯେଉଁ ଜାଗାକୁ ଯାଇନାହାନ୍ତି ଆମେ 3 ଜଣ ବୁଲିବା, ଏମିତି ମଧ୍ୟ କଥା ହୋଇଛନ୍ତି। ସ୍ୱାମୀ ଜଣକ ବେଶ ଭଲ, ଭଉଣୀ ଜଣକ ବହୁତ ଖୁସିରେ ରହିଥାନ୍ତି, କାହିଁକି ନା ଏମିତିଆ ଘର ଭାଗ୍ୟରେ ଥିଲେ ମିଳେ। ଶାଶୁ ତାଙ୍କର ସାଙ୍ଗ ଭଳିଆ, କିନ୍ତୁ ହଠାତ୍ କ'ଣ ହେଲା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଭାଇ ଜଣକ ଟ୍ରେନରେ ବସିଲେ, ଭଉଣୀକି ଫୋନ୍ କଲେ, ବୋଉକୁ ମଧ୍ୟ ଫୋନ୍ କଲେ, ମୁଁ ଯାଉଛି ବୋଉ, ବ୍ୟସ୍ତ ହେନା, ମୁଁ ପହଞ୍ଚିକି ତୋତେ କଲ୍ କରିବି। ସେଇ ସମୟରେ ବୋଉ କହିଲେ, ଠିକ୍ ଅଛି ବାବାରେ, ଦେଖିକି ଯିବୁ ହେଲା। ଆଉ ଏପଟେ ଭଉଣୀ କହିଲେ, ଭଉଣୀ ମୁଁ ବାହାରିଲି। ଭଉଣୀ ଜଣକ ମଧ୍ୟ ଖୁସି ହେଇଗଲେ, ହଁ ଭାଇ ତୁ ଆସିକି ପହଞ୍ଚ। କୋରାପୁଟ ପାଖାପାଖି 2.5 ଦିନରୁ 3 ଦିନ ବାଟ, କେମିତି କ'ଣ କରିବେ? ଏକା ଏକା ଯାଉଛନ୍ତି, ପାଖରେ କେହି ନାହାନ୍ତି। ଆଉ ପିଠା ପଣା ସବୁକିଛି ବ୍ୟାଗରେ, ଆଉ କିଛି ଜିନିଷ ମଧ୍ୟ ନେଇଛନ୍ତି ଭଉଣୀ ପାଇଁ। ସୁରଟରୁ ମଧ୍ୟ କିଛି ଲୁଗାପଟା କିଣିଛନ୍ତି ଭଉଣୀ ପାଇଁ। ଆଉ ଏପଟେ ଭଉଣୀ ମଧ୍ୟ ବହୁତ ଖୁସି ଅଛନ୍ତି, ଭାଇ ମଧ୍ୟ ଟିକେ ଟିକେ ଖୁସି ଅଛନ୍ତି। ଆଉ ଏପଟେ ସୁରଟ କଥା ଭାବୁଛନ୍ତି, କାରଣ 10 ଦିନ ପରେ ଅଧିକ ଦିନ ହୋଇଯାଏ ମୋତେ ତ ଚାକିରିରୁ ବାହାରି କରିଦେବେ,
ମୋତେ ତ ସୂତା କଳରୁ ବାହାରି କରିଦେବେ, ଆଉ ଆମ ଟଙ୍କା ସୁଝିବ କିଏ, ଆମେ କେମିତି ପରିବାର ଚଳିବୁ, ଏମିତି ମନେ ମନେ ଭାବୁଥାନ୍ତି। ଟ୍ରେନ୍ ଠିକ୍ ଗଲାବେଳକୁ ହଠାତ୍ ତାଙ୍କୁ ଶୋଷ ଲାଗିଲା। ଗୋଟେ ଷ୍ଟେସନଟି ଓହ୍ଲେଇ ପାଣି ପିଇଲେ। ପାଖାପାଖି ରାତି 11ଟା। ଯେଉଁ ସମୟରେ ପାଣି ପିଉଥାନ୍ତି ହଠାତ୍ ତାଙ୍କ ମନ ଅସ୍ତବ୍ୟସ୍ତ ହୋଇଯାଉଥାଏ। ମୋ ଭଉଣୀ ଘରକୁ ଯାଇ ଦେଇ 2-3 ଘଣ୍ଟା ବସି ସାଙ୍ଗେ ସାଙ୍ଗେ ପଳେଇ ଆସିବି ବୋଲି ନିଷ୍ପତ୍ତି ନେଇଛନ୍ତି ମନେ ମନେ। ଆଉ ଏପଟେ ତରବର ହେଉ ଯୋଗୁରୁ ଟ୍ରେନ୍ ହଠାତ୍ ଛାଡ଼ିଦେଲା। ଭାଇ ଜଣକ କ'ଣ କରିବେ କିଛି ଜାଣିପାରୁନନ୍ତି। ବିକାଶ ସାଙ୍ଗେ ସାଙ୍ଗେ ହଠାତ୍ ଆଶ୍ଚର୍ଯ୍ୟ ହେଇଗଲେ। ଟ୍ରେନ୍ ଛାଡ଼ିଦେଲା, ମୁଁ କ'ଣ କରିବି? ଦୌଡ଼ି ଦୌଡ଼ିକି ଯାଉଥାନ୍ତି, କିନ୍ତୁ ଟ୍ରେନ୍ ଆଉ ରହିଲା ନାହିଁ। ଶେଷରେ ପାଖ ଲୋକଙ୍କୁ ପଚାରିଲେ, ମୁଁ କେମିତି ଯିବି? ଆଉ ଗୋଟେ ଟ୍ରେନ୍ ଆସିବ କି? ମୋ ବ୍ୟାଗ୍ ସବୁ ଟଙ୍କା ସବୁ ସେଠି ରହିଗଲା, ମୋତେ ସାହାଯ୍ୟ କର ଏମିତି କହୁଥାନ୍ତି, ଚିଲଉଥାନ୍ତି ମଧ୍ୟ। ଆଉ ଏପଟେ କାହାକୁ ଫୋନ୍ କରିବେ କିଛି ବୁଦ୍ଧି ବାଟ ଦିଶିଲାନି। ବୋଉ ସେପଟେ ଅପେକ୍ଷା କରିଥିବ, ଭଉଣୀ ସେପଟେ ଅପେକ୍ଷା କରିଥିବ, ବୋଉ ଏପଟେ କହୁଥିବ ମୋତେ ପହଞ୍ଚିଲୁ କି ନାହିଁ, କିନ୍ତୁ ମୁଁ କ'ଣ କରିବି? ପାଖରେ ଖାଲି ମୋବାଇଲଟେ, ଟଙ୍କା, ବ୍ୟାଗ୍, ପିଠାପଣା ସବୁ ସେଇ ବ୍ୟାଗ୍ରେ। ଆଉ ଏପଟେ ସାଙ୍ଗେ ସାଙ୍ଗେ ଗଲେ ଟିଟି ପାଖକୁ, କହିଲେ ସାର୍ ମୋ ଟ୍ରେନ୍ ଛାଡ଼ିଦେଲା, ମୁଁ କ'ଣ କରିବି? ମୋ ବ୍ୟାଗ୍ ପତ୍ର ସବୁ ସେଇଠି ଅଛି। ଟିଟି ସେଇ ସମୟରେ କହିଲେ, ଆମେ ଆଉ କିଛି କରିପାରିବୁନି, ନେକ୍ସଟ ଷ୍ଟେସନରେ ଯାଇ ଟ୍ରେନ୍ ରହିବ, ସେତିକି ବାଟ ତମକୁ ତ ଯିବାକୁ ପଡ଼ିବ ନା, ଏମିତି କହିଲେ। ଆଉ ଟିଟିକୁ ପଚାରିଲେ କେଉଁ ଷ୍ଟେସନ ନାଁ ମଧ୍ୟ ବୁଝିଦେଲେ। ତାପରେ ସାଙ୍ଗେ ସାଙ୍ଗେ ରାତି 11ଟାରେ କେଉଁଠି ବା ବସ୍ ମିଳିବ, ଅଟୋ ଟ୍ୟାକ୍ସି ଥାନ୍ତି। ଆଉ ସେଇଠୁ ଷ୍ଟେସନ ପାଖାପାଖି 30 କିଲୋମିଟର ଯିବ କିଏ? ରାତି ଅଧରେ କ'ଣ କରିବେ କିଛି ଜାଣିପାରୁନଥାନ୍ତି। ଅଟୋବାଲାକୁ ମଧ୍ୟ ପଚାରୁଥାନ୍ତି, ବହୁତ ସାହସରେ ପଚାରୁଥାନ୍ତି। ପାଖରେ ପଇସା ନଥିଲେ କ'ଣ ହେଲା, ମନେ ମନେ ଭାବୁଥାନ୍ତି ମୁଁ ଆଗେ ଅଟୋରେ ପଳେଇବି, ସେଠି ପହଞ୍ଚିକି ବ୍ୟାଗରୁ ଟଙ୍କା ବାହାରି କରି ଅଟୋବାଲାକୁ ଦେବି। ମନେ ମନେ ଅଟୋକୁ ପଚାରୁଥାନ୍ତି, ଏଇ ଜାଗାକୁ ଯିବ? ସେ ଷ୍ଟେସନରେ ମୋ ବ୍ୟାଗ୍ ରହିଛି, ମୋ ପର୍ସ ରହିଛି, ସବୁ କିଛି ରହିଛି, ଯିବ? ଅଟୋବାଲା ଏହା ଶୁଣିକି ସାଙ୍ଗେ ସାଙ୍ଗେ ମନା କରିଦେଲା। କାହିଁକି ନା ଅଟୋବାଲା ଭାବିଲା ଯେ ପ୍ରକୃତରେ ଏହା ପାଖରେ ପଇସା ନାହିଁ। ପୁଣି ଆଉ ଗୋଟେ ଅଟୋବାଲାକୁ ପଚାରିଲେ, 2-3ଟା ଅଟୋବାଲାକୁ ପଚାରିଲା ବେଳକୁ କେହି ମନରାଜି ହେଲେ ନାହିଁ। କାହିଁକି ନା ରାତି 11ଟାରେ କେହି ଏତେ ବାଟ ଯିବେ ନାହିଁ। କ'ଣ କରିବେ କିଛି ଜାଣିପାରୁନାହାନ୍ତି। ଆଉ ଏପଟେ ମଧ୍ୟ ଆଉ ଟ୍ରେନ୍ ଆସିବ ନାହିଁ। ବାଧ୍ୟ ହୋଇକି ସେଇ ରୋଡ଼ରେ ଚାଲି ଚାଲି ଯାଉଥାନ୍ତି। ହଠାତ୍ ମନେ ପଡ଼ିଗଲା ବୋଉ କଥା। ବୋଉ ଗୋଟେ ପକେଟରେ କ'ଣ ଦେଇଥିଲା, ଆଉ ପକେଟ କାଢ଼ୁ କାଢ଼ୁ ପକେଟ ଭିତରେ କିଛି ତୁଳସୀ ପତ୍ର ଆଉ କିଛି ଝୁଣା ଥିଲା। ଆଉ ସେଇ ଝୁଣା ତୁଳସୀ ପତ୍ରକୁ ଧରି ଡାକିଲେ, ହେ ପ୍ରଭୁ, ହେ ଜଗତର ନାଥ ଜଗନ୍ନାଥ, ତୁ ମୋତେ ରକ୍ଷା କର। ଟ୍ରେନରେ ମୋର ବ୍ୟାଗ୍ ପିଠା ସବୁ ରହିଗଲା, ଆଉ ମୋ ଟଙ୍କା ମଧ୍ୟ ରହିଗଲା। ମୁଁ ଏବେ ଯିବି କେମିତି? ଭଉଣୀ ମୋତେ ଅପେକ୍ଷା କରିଥିବ, ବୋଉ ସେପଟେ ମୋତେ ଫୋନ୍ କରିବ, ଫୋନ୍ ଛଡ଼ା ମୋ ପାଖରେ କିଛି ନାହିଁ। ମୁଁ କେମିତି ଯିବି ପ୍ରଭୁ? ଏମିତି ଡାକୁଥାନ୍ତି। ସେଇ ସମୟରେ ହଠାତ୍ ଜଣେ ଲୋକ ଆସିଲେ। ଲୋକ ଜଣକ ଚାଲି ଚାଲି ଆସିଥାନ୍ତି। ପଚାରିଲେ, ବାବୁରେ କୁଆଡ଼େ ଯିବ? ଏମିତି ତରତର କାହିଁ ହେଉଛ? ସେଇ ସମୟରେ ସେ ସବୁ କଥା କହିଲେ। ମୁଁ ଆଜ୍ଞା ମୋ ଭଉଣୀ ଘରକୁ ଯିବି, ଟ୍ରେନରେ ମୋ ଜିନିଷ ସବୁ ଛାଡ଼ି ଦେଇଛି, ଆଉ ତା ଭିତରେ ମଧ୍ୟ ଟଙ୍କା ଅଛି, କ'ଣ କରିବି କିଛି ମୁଁ ଜାଣିପାରୁନାହିଁ। ଆଉ ସେଇ ସମୟରେ କହିଲେ, ଧୈର୍ଯ୍ୟ ଧର, ଆମେ କିଛି ବ୍ୟବସ୍ଥା କରିବା। ସେଇ ସମୟରେ କହିଲେ, ଆପଣ ତ ନିଜେ ଚାଲି ଚାଲି ଆସୁଛନ୍ତି, ଏତେ ରାତିରେ ଗାଡ଼ି ମଧ୍ୟ ମୁଁ ଅଟୋବାଲାକୁ ପଚାରିଲାଣି, ସମସ୍ତେ ମନା କରୁଛନ୍ତି। ସେଇ ସମୟରେ କହିଲେ, ବ୍ୟସ୍ତ ହୁଅ ନାହିଁ, ମୋ ପାଖରେ ଗୋଟେ ଗାଡ଼ି ଅଛି, ସେଇ ଗାଡ଼ି ତମେ ମଧ୍ୟ ନେଇପାରିବ, କିଛି ଅସୁବିଧା ନାହିଁ। ସେଇ ସମୟରେ କହିଲେ, ନାଇଁ ଆଜ୍ଞା ଆପଣଙ୍କ ଗାଡ଼ି ମୁଁ କେମିତି ନେବି? ସେଇ ସମୟରେ କହିଲେ, ଠିକ୍ ଅଛି, ମୋତେ ସେଇ ଜାଗାକୁ ଯିବାର ଅଛି, ତମେ ଯଦି ଚାହିଁବ ମୋ ପଛରେ ବସିପାରିବ, ରୁହ ମୁଁ ମୋ ଗାଡ଼ି ଆଣିକି ଆସେ। ଆଉ ସେଇ ଲୋକର ଘର ଷ୍ଟେସନଠୁ ପାଖାପାଖି 1/2 କିଲୋମିଟର ଥିଲା। ପାଖାପାଖି 400 ମିଟର ସେ ଲୋକ ଚାଲି ଚାଲି ଗଲା, ଆଉ ଗାଡ଼ି ଆଣିକି ଆସିଲା। ଗାଡ଼ି ଆଣି ଆସିକି ଏପଟେ ବସେଇଲା ବିକାଶକୁ। ବିକାଶ ରାଜି ହୋଇଗଲେ, କାହିଁକି ନା ଭଉଣୀ ଘରକୁ ଯିବାର ଅଛି। ଶେଷରେ ବିକାଶ ବାଧ୍ୟ ହୋଇକି ବସିଲେ ଏବଂ ଝୁଣା ତୁଳସୀ ପତ୍ର ପକେଟରେ ରଖିଥିଲେ। ମନେ ମନେ ଭାବିଲେ, ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ତୋ ନାଁ ନଉ ନଉ ମୁଁ ଆଜି ଏମିତି ଜାଗାରେ ପହଞ୍ଚିଗଲି, ଆଉ ମୋତେ ସାହାଯ୍ୟ କରିବା ପାଇଁ କିଛି ଲୋକ ଆସିଗଲେ। ଆଉ ସେତିକିବେଳେ ବିକାଶ ଭାବୁଥାଏ ଭଉଣୀ କଥା। ଭଉଣୀ ମୋତେ ଅପେକ୍ଷା କରିଥିବ, ମୁଁ କ'ଣ କରିବି କିଛି ଜାଣିପାରୁନାହିଁ। ଷ୍ଟେସନରେ ମୋ ବ୍ୟାଗ୍ ଥିବଟି? ଷ୍ଟେସନରେ ମୋ ବ୍ୟାଗ୍ କେହି ନେଇନଥିବେ ତ? ମନେ ମନେ ବହୁତ ସନ୍ଦେହ, କାହିଁକି ନା ବ୍ୟାଗ୍ ଭିତରେ ଟଙ୍କା ଥିଲା। ମା ସ୍ନେହରେ ପିଠା କରିଥିଲା, ରାତି ଅନିଦ୍ରା ହେଇ ପିଠା କରିଥିଲା, କାହିଁକି ନା ଭଉଣୀ ଘରେ ଭାର ନେଇକି ପହଞ୍ଚେଇଥିଲା।
କ'ଣ କରିବି? ଏପଟେ ମନେ ମନେ ବହୁତ ବ୍ୟସ୍ତ ହୋଇପଡ଼ୁଥାନ୍ତି। ସେପଟେ ଷ୍ଟେସନ ଆସିଲା। ଷ୍ଟେସନରେ ଟ୍ରେନ୍ଟି ଅଟକିଛି। କାହିଁକି ନା ବଡ଼ ଷ୍ଟେସନ, ସେଇଠି ପାଖାପାଖି 20 ମିନିଟରୁ 25 ମିନିଟ୍ ଟ୍ରେନ୍ ରୁହେ। ଆଉ ଏହି ସମୟରେ ଏମାନେ 30 କିଲୋମିଟର ଯାଇ ପହଞ୍ଚିଛନ୍ତି। ସେହି ସମୟରେ ଟ୍ରେନ୍ ଯେତେବେଳେ ରହିଛି ଆଉ ମାତ୍ର 3 ମିନିଟ୍ ଅଛି ଟ୍ରେନ୍ ଛାଡ଼ିବା ପାଇଁ, ସେତେବେଳେ ଆନାଉନ୍ସମେଣ୍ଟ କରୁଥାଏ। ଆଉ ଇଏ ଜଣକ ସିଧା ଦୌଡ଼ି ଦୌଡ଼ି ଗଲେ। କେଉଁ ବଗିରେ ବସିଛନ୍ତି ହଠାତ୍ ମନେ ପଡ଼ୁନଥାଏ। ସବୁ ବଗି ଚେକ୍ କଲା ପରେ ହଠାତ୍ ଲାଷ୍ଟ ବଗି ଭିତରେ ଦେଖିଲେ ବ୍ୟାଗ୍ ଗୋଟେ କଣରେ ଅଛି। ଯେଉଁଠି ସେ ବସିଥିଲେ ତାଙ୍କ ପାଦ ତଳେ ଅଛି। ଆଉ ସେଇଠି ଆଉ ଗୋଟିଏ ଲୋକ ବସିଛି। ସେଇ ଲୋକ ମଧ୍ୟ ଜାଣିନାହିଁ ଯେ ଏ ଭିତରେ ବ୍ୟାଗ୍ ଅଛି ବୋଲି। ଆଉ ସାଙ୍ଗେ ସାଙ୍ଗେ ବିକାଶ ବ୍ୟାଗ୍ଟାକୁ ଧରି କୁଣ୍ଢେଇ ପକେଇଲେ। ବ୍ୟାଗ୍ ଭିତରେ ସବୁ ଚେକ୍ କରି ପକେଇଲେ। ଦେଖିଲା ବେଳକୁ ବ୍ୟାଗ୍ ଭିତରେ ସବୁ କିଛି ଅଛି, ଯେମିତିକି ସେମିତି ଅଛି। ଆଉ ସେଇ ସମୟରେ ଆଖିରୁ ଲୁହ ଧାର ଧାର ବୋହି ପଡ଼ୁଥାଏ। ହେ ପ୍ରଭୁ, ଜଗତର ନାଥ ଜଗନ୍ନାଥ, ତତେ ମୁଁ ଡାକିଲି ବୋଲି ସବୁ ମୋର ଅସୁବିଧା ତୁ ଦୂର କଲୁ ପ୍ରଭୁ। ମୁଁ ଜାଣିଛି କେବେ ବି ଆମର ଅସୁବିଧା ହେବ ନାହିଁ, କାହିଁକି ନା ମୋ ମାଆର ଭଲ ପାଇବା ଆ ଦେହରେ ଅଛି, ମୋ ମାଆର ସବୁକିଛି ସ୍ନେହ ଆ ଭିତରେ ଅଛି। ଏମିତି କହି କାନ୍ଦି ପକେଇଲେ ବିକାଶ। ଆଉ ସାଙ୍ଗେ ସାଙ୍ଗେ ବିକାଶର ମନେ ପଡ଼ିଲା ଯେ ମୁଁ ଯାହା ସହିତ ବାଇକ୍ରେ ବସି ଆସିଥିଲି ସିଏ ତ ମୋ ପାଖରେ ଥିଲେ, ସିଏ ତ ମୋ ପାଖରେ ଷ୍ଟେସନ ଭିତରକୁ ଆସିଲେ, କୁଆଡ଼େ ଗଲେ? ଟିକେ ବାହାରକୁ ଆସି ଖୋଜାଖୋଜି କଲେ, ଦେଖିଲା ବେଳକୁ ନାହାନ୍ତି। ଆଉ ଏପଟେ ବାରମ୍ବାର ବ୍ୟସ୍ତ ହୋଇ ପଡ଼ୁଥାନ୍ତି, କୁଆଡ଼େ ଗଲେ ସେ ବାବୁ ଜଣ, କିଏ? ତାଙ୍କୁ ବହୁତ ଧନ୍ୟବାଦ ଦେବି, ତାଙ୍କୁ ମଧ୍ୟ କିଛି ଟଙ୍କା ମଧ୍ୟ ଦେବି ମନେ ମନେ ଭାବୁଥାନ୍ତି। ଚାରିଆଡ଼େ ଅନେଇଲା ପରେ ଟ୍ରେନ୍ ଯେତେବେଳେ ଆନାଉନ୍ସମେଣ୍ଟ କଲା ସାଙ୍ଗେ ସାଙ୍ଗେ ଟ୍ରେନ୍ରେ ବସି ପଡ଼ିଲେ। ମନେ ମନେ ଭାବିଲେ ଇଏ ହୁଏତ ଜଗନ୍ନାଥ। ଜଗନ୍ନାଥ କାହା ନା କାହା ଅବତାରରେ ଆସନ୍ତି, ହୁଏତ କାଳିଆ ମୋ ପାଖକୁ ଆସିଛି। ପୁରା କାନ୍ଦି ପକେଇଲେ। କିଛି ଲୋକ ତାକୁ ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହେଉଥାନ୍ତି, କାହିଁକି ଆଖିରୁ ଲୁହ ବାହାରୁଥାଏ। କିନ୍ତୁ ଏ ଆଖି ଛଳ ଛଳ ଲୁହ ସିଏ ନିଜେ ହିଁ ଜାଣିଛନ୍ତି। ପ୍ରକୃତରେ ଜଗତର ନାଥ ଜଗନ୍ନାଥଙ୍କୁ ଯଦି ଭକ୍ତି କରିଥିବ, ମନରେ ଯଦି ବିଶ୍ୱାସ ରଖିଥିବ ନା, ନିଶ୍ଚିନ୍ତ କାହା ନା କାହା ରୂପରେ ଆପଣଙ୍କୁ ସାହାଯ୍ୟ କରିବେ। ଇଏ ଥିଲା ବିକାଶର ଅନ୍ତର ଆତ୍ମାର କଥା। ଆଉ ତାଙ୍କ ସହିତ ଏମିତି ଘଟିଥିଲା। ତାପରେ ଭଲରେ ଭଲରେ ଭଉଣୀ ଘରେ ପହଞ୍ଚିଲେ। ଭଉଣୀକୁ ମଧ୍ୟ ସବୁ କଥା କହିଲେ, ବୋଉକୁ ମଧ୍ୟ ସବୁ କଥା କହିଲେ। ତାପରେ ସମସ୍ତେ ଶୁଣିକି ବୋଉ ମଧ୍ୟ ଶୁଣି କହିଲେ, ମୁଁ ଜାଣିଛି ମୋ ପୁଅର କେବେ ବି ଅସୁବିଧା କରାଇବନି ଜଗା, କାହିଁକି ନା ଜଗାକୁ ମୁଁ ବହୁତ ଭଲ ପାଏ। ଆଉ ତାହାରି ପାଖରେ ତାରି ଦାଣ୍ଡରେ ତ ମୁଁ ଏଇ ଶଙ୍ଖା ବିକୁଛି, ଏଇ ଦୀପ ବିକୁଛି। ସେ କାହିଁକି ବା ତୋର ଅସୁବିଧା କରିବ? କାହାର ବି ଅସୁବିଧା କରିବନି, ସମସ୍ତଙ୍କର ମଙ୍ଗଳ କରିବ। ଯଦି ନିଜ ଭକ୍ତିର ସହିତ ଭଲ ପାଉଥିବ ନା, ଜଗା ସ୍ୱୟଂ ଆସି ତତେ ଦେଖା ମଧ୍ୟ ଦେବ। ଏମିତି ବୋଉ ଜଣକୁ ବୁଝାଇଲେ। ଆଉ ହସ ଖୁସିରେ ପୁଅ ସେପଟେ ଭଉଣୀ ଘରେ ପହଞ୍ଚିଲେ, କଥାବାର୍ତ୍ତା ହେଲେ, ବୁଲାବୁଲି କଲେ, ସିଧା ଆସି ପୁରୀରେ ପହଞ୍ଚିଲେ। ଆଉ ବୋଉ ଜଣକ ପୁଅକୁ ଦେଖି କୁଣ୍ଢେଇ ପକେଇଲେ। ପୁଅରେ, ଜଗା ଆସି ତତେ ଦେଖା କରିଥିଲା, ସ୍ୱୟଂ ଜଗା ତତେ ନିଜେ ଆସିଥିଲା, ଆଉ ତତେ ମଧ୍ୟ ସାହାଯ୍ୟ କରିଥିଲା। କେବେ ବି ଏକଥା ଭୁଲିବୁନି। ଆଉ ମନେ ରଖ, ପ୍ରକୃତରେ ଯଦି ତୁ ସାହସର ସହିତ ଲଢ଼ିବୁ ଏବଂ ନିଜର କର୍ମ ଠିକ୍ କରୁଥିବୁ, ଭଲ ପାଉଥିବୁ, ଭଗବାନଙ୍କୁ ଅନ୍ତର ଆତ୍ମାରୁ ବିଶ୍ୱାସ କରୁଥିବୁ, ତାହେଲେ ନିଶ୍ଚିନ୍ତ ତତେ କିଏ ନା କିଏ ସାହା ହେବ। ଇଏ ଥିଲା ବିକାଶ ବାବୁଙ୍କର କାହାଣୀ, ତାଙ୍କ ସହିତ ଯାହା ଘଟିଥିଲା। ଆପଣମାନଙ୍କର ଯଦି କିଛି ଅନୁଭୂତି ଅଛି ସ୍ୱୟଂ ଜଗନ୍ନାଥଙ୍କର, ତାହେଲେ ଆପଣମାନେ ହ୍ୱାଟ୍ସଅପ୍ କରିପାରିବେ, ନହେଲେ ମେଲ୍ ମାଧ୍ୟମରେ ଆପଣ ନିଶ୍ଚିନ୍ତ ଯୋଗାଯୋଗ କରିପାରିବେ। ଜୟ ଜଗନ୍ନାଥ।